ମହିଳାଙ୍କ ସ୍ୱପ୍ନ ସାକାର କରିବ ସୁଭଦ୍ରା। ସୁନ୍ଦରଗଡ଼ରୁ ତୃତୀୟ କିସ୍ତି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ। 20 ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ଟଙ୍କା। ଶିଳ୍ପ, କ୍ରୀଡ଼ା, ପର୍ଯ୍ୟଟନ କ୍ଷେତ୍ରରେ ସୁନ୍ଦରଗଡ଼ର ଅବଦାନ ଅତୁଳନୀୟ। ଜିଲ୍ଲା ପାଇଁ 1201 କୋଟିର 984 ପ୍ରକଳ୍ପର ଶୁଭାରମ୍ଭ। ହ୍ୟାଲୋ ଭିଉସ୍, ନମସ୍କାର। ମୁଁ କୈଳାସ ସ୍ୱାଗତ କରୁଛି PK7894 ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ଚାଲନ୍ତୁ ପୁରା ଖବର ଜାଣିବା। ପୁରା ଖବର ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ। ଓଡ଼ିଶାର ମହିଳାଙ୍କ ସ୍ୱପ୍ନ ଓ ଆକାଂକ୍ଷା ସାକାର କରିବା ସୁଭଦ୍ରା ଯୋଜନା। ରାଜ୍ୟର ପ୍ରତିଟି ଯୋଗ୍ୟ ମହିଳାଙ୍କ ସୁଭଦ୍ରା ଟଙ୍କା ପାଇଁ ହେବେ ସହ ରାଜ୍ୟ ଓ ଦେଶର ବିକାଶରେ ନିଜକୁ ସାମିଲ କରିପାରିବେ। ବିକାଶର ସୁଫଳକୁ ସର୍ବବର୍ଗରେ ଲୋକ ଅନୁଭବ କରିବା ଉଚିତ। ସୁଭଦ୍ରା ଏ ଦିଗର ସୁଚିନ୍ତିତ ଓ ସୁନ୍ଦର ପଦକ୍ଷେପ। ମହିଳାଙ୍କ ବିକାଶ ହେଲେ ରାଜ୍ୟ ଓ ଦେଶର ବିକାଶ ଆଗେଇ ପାରିବ। ତେଣୁ ସରକାର ମହିଳାଙ୍କ ଉନ୍ନତିକୁ ଲକ୍ଷ୍ୟ ରଖି ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରତିଟି ମହିଳା ଏଥିରେ ସାମିଲ ହୋଇ ନିଜ ସ୍ୱାବଲମ୍ବୀର ପରିଚୟ ପ୍ରତିପାଦନ କରିବାର ଆଗକୁ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁନ୍ଦରଗଡ଼ରୁ ରବିବାର ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ସହାୟତା ରାଶି ପ୍ରଦାନ କରିଛନ୍ତି। ପ୍ରାୟ 20 ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କ ଖାତାକୁ 5,000 ଟଙ୍କା ଲେଖାଏଁ ଯାଇଛି। ଏଥିସହ ଜିଲ୍ଲାର ବିକାଶ ଉଦ୍ଦେଶ୍ୟରେ 1201 କୋଟି ଟଙ୍କାର 984ଟି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ଉଦ୍ଘାଟିତ ହୋଇଥିବା 692 ପ୍ରକଳ୍ପ ପାଇଁ 808 କୋଟି 30 ଲକ୍ଷ 15 ହଜାର ଟଙ୍କା ବିନିଯୋଗ କରାଯାଇଛି। ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଥିବା 288 ପ୍ରକଳ୍ପର 312 କୋଟି ବିନିଯୋଗ ହେବ। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରା ପଡ଼ିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଓ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତିର ପ୍ରତିଛବି। ଶ୍ରୀ ଜଗନ୍ନାଥ ସଂସ୍କୃତି ମା ସୁଭଦ୍ରା ହେଉଛନ୍ତି ଶକ୍ତିର ସ୍ୱରୂପ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।